ଗୋଟେ ଶ୍ରୀ ଶ୍ରୀ ଚଣ୍ଡୀର ଗୋଟେ ଶ୍ଲୋକ ଆସେ ଯେ ସର୍ବଜ୍ଞାନେଶ୍ୱର ଭୈରବାଙ୍କ ନିଲୟାମ ପଦ୍ମାବତୀ ଚିନ୍ତାଏ। ମୋର ପୁରା ଶ୍ଲୋକଟା ମନେ ପଡୁନି। ସର୍ବଜ୍ଞାନେଶ୍ୱର ଭୈରବାଙ୍କ ନିଲୟାମ। ଚାହେ ତମେ ଆଷ୍ଟ୍ରୋଲୋଜି ପଢ, ତମେ ଚାହେ ବାସ୍ତୁ ପଢ, ଇଏ ଯେତିକି ସବୁ ଆସିଛି ମହାଦେବଙ୍କର କୃପାରୁ ହିଁ ଆସିଛି। ସର୍ବଜ୍ଞାନର ସେ ଈଶ୍ୱର, ସର୍ବ ନଲେଜ ଯାହାଠୁ ଉଦ୍ଧୃତ ନା, ଯାହା ମାନେ କର୍ମକାଣ୍ଡ କହେ ଯଦି କାହାକୁ ଜ୍ଞାନ ଦରକାର, ଯଦି କାହାକୁ ଜ୍ଞାନ ଦରକାର ତାହେଲେ ସେ ଭଗବାନ ଶଙ୍କରଙ୍କୁ ପୂଜା କରୁ। ଯଦି କାହାକୁ ଜ୍ଞାନ ଦରକାର, ସେମିତି ତ ଭୋଗ ମୁଖ ଭଗବାନ ଶଙ୍କର ପ୍ରଭୁ ଏଇଟା ଦବ କି ନାହିଁ, ପ୍ରଭୁ ଏଇଟା ଦବ କି ନାହିଁ, ସେ କହିବା ଯା ତୁ ନେଇଯା, ଭୋଳା ଶଙ୍କର ସେ ସବୁ ଦେଇଦେବେ। କିନ୍ତୁ ଆକ୍ଚୁଆଲି ଯଦି ନିରୋଗୀତା ପ୍ରାପ୍ତ କରିବାର ଅଛି ତାହେଲେ ଭଗବାନ ସୂର୍ଯ୍ୟଙ୍କୁ ପୂଜା କର। ଯଦି ମୋକ୍ଷ ପ୍ରାପ୍ତି କରିବାର ଅଛି ତାହେଲେ ନାରାୟଣଙ୍କୁ ଉପାସନା କର। ଯଦି ଭୋଗ ପ୍ରାପ୍ତି ପ୍ରାପ୍ତି କରିବାର ଅଛି ତାହେଲେ ମା ଜଗଦମ୍ବାଙ୍କୁ ପୂଜା ପୂଜା କର। ଯଦି ତମକୁ ଜ୍ଞାନ ପ୍ରାପ୍ତି କରିବାର ଅଛି ତାହେଲେ ଭଗବାନ ଶଙ୍କରଙ୍କୁ ପୂଜା କର। ଯଦି ବୁଦ୍ଧି ପ୍ରାପ୍ତି କରିବାର ଅଛି ତାହେଲେ ଗଣେଶଙ୍କୁ ପୂଜା କର। ପଞ୍ଚଦେବଙ୍କର ଯୋଉ ପୂଜାର ଇଏଟା ଅଛି ସେଇ ଜିନିଷଟା ମୁଁ ଆପଣଙ୍କୁ କହିଲି।